ଆପଣଙ୍କ ପାଖରେ ଲେବର କାର୍ଡ ଅଛି କି? ଯଦି ଆପଣଙ୍କ ପାଖରେ ଲେବର କାର୍ଡ ନାହିଁ, ତାହେଲେ ଆଜିକା ଡେଟ୍‌ରେ ଆପଣ ଲେବର କାର୍ଡ କରିବା ପାଇଁ ଚାହୁଁଛନ୍ତି। ଖାସ୍ କରି ଏଇ ଭିଡ଼ିଓଟି ଆପଣମାନଙ୍କ ପାଇଁ ରହିଛି। ଲେବର କାର୍ଡ ଆପଣମାନେ କେଉଁଠୁ କରିବେ, କେମିତି କରିବେ, ଏହି ଲେବର କାର୍ଡ ଆପଣମାନେ କେଉଁଠୁ ପାଇବେ, ଲେବର କାର୍ଡ ପାଇବା ପାଇଁ ଆପଣମାନଙ୍କର ଯୋଗ୍ୟତା ମାନଦଣ୍ଡ କ'ଣ ସବୁ ରହିଛି, ଲେବର କାର୍ଡରେ ଆପଣମାନଙ୍କୁ କ'ଣ ସବୁ ନୂଆ ସୁବିଧା ମିଳିବା ପାଇଁ ଯାଉଛି, ଲେବର କାର୍ଡ କରିବା ପାଇଁ ଆପଣମାନଙ୍କର କ'ଣ କ'ଣ ସବୁ ଡକୁମେଣ୍ଟସ୍ ଆବଶ୍ୟକତା ରହିଛି, କୋଉମାନେ ଲେବର କାର୍ଡ ବିଶେଷ ଭାବରେ କରିପାରିବେ, କେତେ ଦିନ ଭିତରେ ଏହି ଲେବର କାର୍ଡ ଆପଣମାନଙ୍କୁ ମିଳିବ। ତ ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। ପ୍ରକୃତରେ ରାଜ୍ୟ ସରକାରଙ୍କ ତରଫରୁ ଏହି ଲେବର କାର୍ଡଟି କ'ଣ, ଏହାର ଲକ୍ଷ୍ୟ କ'ଣ ରହିଛି? ଦେଖନ୍ତୁ, ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ଅଧୀନରେ ଥିବା ଓଡ଼ିଶା ଭବନ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ନିର୍ମାଣ ଶ୍ରମିକମାନଙ୍କୁ ଯେଉଁ ପରିଚୟ ପତ୍ର ଦିଆଯାଏ, ତାହାକୁ ସାଧାରଣ ଭାବେ ଲେବର କାର୍ଡ ବୋଲି ବିବେଚନା କରାଯାଏ ବା ନିର୍ମାଣ ଶ୍ରମିକ କଲ୍ୟାଣ କାର୍ଡ ବୋଲି କୁହାଯାଏ। ଏହି ଲେବର କାର୍ଡର ମୁଖ୍ୟ ଲକ୍ଷ୍ୟ ହେଉଛି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଏବଂ ସେମାନଙ୍କର ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏହି କାର୍ଡ ଜରିଆରେ ସରକାର ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ଅନେକ ସହାୟତା ରାଶି ଦେଇଥାନ୍ତି। ଶ୍ରମିକମାନଙ୍କୁ ଯେଉଁମାନଙ୍କ ପାଖରେ ଲେବର କାର୍ଡ ରହିଛି, ସେମାନେ କୋଉ ସବୁ ସୁବିଧା ଗୁଡ଼ିକ ପାଇବା ପାଇଁ ଚାହୁଁଛନ୍ତି, ଆଉ ଯେଉଁମାନେ ଲେବର କାର୍ଡ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ କ'ଣ କ'ଣ ସବୁ ସୁବିଧା ମିଳିବ, ଆପଣ ଥରେ ନଜର ପକାନ୍ତୁ। ଦେଖନ୍ତୁ, ଲେବର କାର୍ଡରେ ମଧ୍ୟ ନୂଆ ସୁବିଧା ମଧ୍ୟ କିଛିଟା ଯୋଡ଼ା ଯାଇଛି, ଯାହା ଆପଣମାନଙ୍କୁ ମୁଁ ଜଣେଇବି। ଏଠାରେ ଆପଣମାନଙ୍କର ପ୍ରଥମ ସୁବିଧାଟି ମିଳୁଛି ମାତୃତ୍ୱ ସହାୟତା। ଏଥିରେ ଆପଣମାନଙ୍କୁ କେତେ ଟଙ୍କା ମିଳୁଛି? ସନ୍ତାନ ପିଛା ଆପଣମାନଙ୍କୁ 10,000 ଟଙ୍କା ମିଳୁଛି। ତ ଦେଖିବାକୁ ଗଲେ ସର୍ବାଧିକ 2ଟି ସନ୍ତାନ ପାଇଁ ଆପଣମାନେ ଏହି ଆର୍ଥିକ ସହାୟତା ରାଶି ପାଇପାରିବେ। ସର୍ବମୋଟ 20,000 ଟଙ୍କା ଆପଣ ପାଇପାରିବେ 2ଟି ସନ୍ତାନ ପାଇଁ। ଏହି ମାତୃତ୍ୱ ସହାୟତା ରାଶି ଟଙ୍କା ପାଇବାକୁ ହେଲେ ଆପଣମାନଙ୍କର ଯୋଗ୍ୟତା ମାନଦଣ୍ଡ ମଧ୍ୟ ରହିଛି। ମହିଳା ଜଣକ ଅତି କମରେ 1 ବର୍ଷ ପାଇଁ ପଞ୍ଜୀକୃତ ହିତାଧିକାରୀ ହୋଇଥିବେ, ଯାହା ଆପଣମାନଙ୍କୁ ଏହି ସୁବିଧାଟି ମିଳିବ। ପରବର୍ତ୍ତୀ ଲାଭଟି ଆପଣମାନଙ୍କର ଶିକ୍ଷା ସହାୟତା। ଶିକ୍ଷା ସହାୟତା କ୍ଷେତ୍ରରେ ପିଲାମାନଙ୍କର ପାଠପଢ଼ା କ୍ଷେତ୍ରରେ ଆର୍ଥିକ ସହାୟତା ଆପଣମାନଙ୍କୁ ମିଳିଥାଏ। ଯେଉଁମାନଙ୍କ ପାଖରେ ଲେବର କାର୍ଡ ରହିଛି, ସେମାନଙ୍କର ପିଲା ପାଠପଢ଼ା କେମିତି କରିବେ, ତ ସେଇ ପାଠପଢ଼ା ପାଇଁ ସରକାର ଆପଣମାନଙ୍କୁ 2,000 ଟଙ୍କାରୁ 40,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ତାପରେ ଆପଣମାନଙ୍କର ଲାଭଟି ରହିଛି ବିବାହ ସହାୟତା। ବିବାହ କ୍ଷେତ୍ରରେ ମଧ୍ୟ ଆପଣମାନଙ୍କୁ ଆର୍ଥିକ ସହାୟତା ମିଳୁଛି। ଯେଉଁମାନଙ୍କ ପାଖରେ ଗୋଟେ ଲେବର କାର୍ଡ ରହିଛି, ତାଙ୍କର ଯେଉଁ କନ୍ୟା ସନ୍ତାନ ରହିଛି, ତାଙ୍କ କନ୍ୟା ସନ୍ତାନଙ୍କର ବିବାହ ପାଇଁ ମଧ୍ୟ ଆର୍ଥିକ ସହାୟତା ମିଳୁଛି। ତ ଏହି ଆର୍ଥିକ ସହାୟତା ଆପଣମାନଙ୍କୁ 50,000 ଦିଆଯାଉଛି। 50,000 ଟଙ୍କା ପାଇବା ପାଇଁ ଆପଣମାନେ ଯୋଗ୍ୟ ବିବେଚିତ ହେବା ପାଇଁ ଆପଣମାନଙ୍କର ଯୋଗ୍ୟତା ମାନଦଣ୍ଡ ମଧ୍ୟ ରହିଛି। ବିବାହ ଆର୍ଥିକ ରାଶି ଆପଣମାନଙ୍କୁ 50,000 ଟଙ୍କା ମିଳିଥାଏ। ସର୍ବାଧିକ ଆପଣ 2ଟି ଝିଅ ପାଇଁ ଏହି ଆର୍ଥିକ ରାଶି ପାଇପାରିବେ। 50,000 50,000 କରି ସର୍ବମୋଟ 1,00,000 ଟଙ୍କା ଆପଣ ପାଇପାରିବେ 2ଟି ଝିଅ ପାଇଁ। ତାପରେ ଆପଣମାନଙ୍କୁ ଲାଭଟି ମିଳିବା ପାଇଁ ଯାଉଛି ମୃତ୍ୟୁକାଳୀନ ସହାୟତା ରାଶି। ସ୍ୱାଭାବିକ ମୃତ୍ୟୁ ପାଇଁ ଆପଣମାନଙ୍କୁ 3,00,000 ଟଙ୍କା ପାଇବେ। ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଆପଣମାନେ 6,00,000 ଟଙ୍କା ପାଇବେ। ତାପରେ ଲାଭଟି ଆପଣମାନଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସହାୟତା, ଯେଉଁଟାକି ଆପଣମାନଙ୍କୁ 10 କର୍ମ ପାଇଁ ଯେଉଁ ସହାୟତା ରାଶି ମିଳିବା ପାଇଁ ଯାଉଛି 5,000 ଟଙ୍କା ଆପଣମାନଙ୍କୁ ମିଳିବ ଲେବର କାର୍ଡ ଧାରୀମାନଙ୍କ ପାଇଁ। ଲେବର କାର୍ଡ ପାଇବା ପାଇଁ ଆପଣମାନଙ୍କର କିଛି ଯୋଗ୍ୟତା ରହିଥିବା ଦରକାର। ଯେଉଁ ଯୋଗ୍ୟତା ମାନଦଣ୍ଡ ଗୁଡ଼ିକ ଅଛି, ସେ ମାନଦଣ୍ଡ ଗୁଡ଼ିକ ବିଷୟରେ ଆପଣମାନେ ଜାଣିବା ଦରକାର। ତ 1 ନମ୍ବର ଯୋଗ୍ୟତା ମାନଦଣ୍ଡ ହେଉଛି ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। 2 ନମ୍ବର ଯୋଗ୍ୟତା ମାନଦଣ୍ଡଟି ରହିଛି ବୟସ ଆପଣମାନଙ୍କର 18ରୁ 60 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
तीन नंबर योग्यता मानदंडटी आपण रही गत एक वर्ष मध्य अति कम रे 90 दिन निर्माण श्रमिक भावे काम करिथिबा आवश्यक। सबुठु गुरुत्वपूर्ण कथा हला केउ माने लेबर कार्ड पाई परिवे देखंतु राजमिस्त्री हेल्पर कारपेंटर जो माने काठ काम करूचंती प्लम्बर इलेक्ट्रीशियन पेंटर पत्थर कटा श्रमिक आउ जो माने रोड रे मध्य काम करूचंती जो श्रमिक माने एई श्रमिक माने लेबर कार्ड पाई परिबे आउ से माने ही लेबर कार्ड पाइबा पई योग्य विवेचित हेबे। लेबर कार्ड बनेबा पई आपण मानकू एई सब डॉक्यूमेंट्स प्रति विशेष ध्यान दबा आवश्यकता रही। एही गुरुत्वपूर्ण डॉक्यूमेंट्स बिना आपण मानकर लेबर कार्ड हेई परिबो नाही। एक नंबर रे आपण मानकर आधार कार्ड, दुई नंबर रे आपण मानकर राशन कार्ड, तीन नंबर डॉक्यूमेंट्स आपण मानकर रही बैंक पासबुक, चार नंबर डॉक्यूमेंट्स टी आपण मानकर रही पासपोर्ट साइज रो फोटो, पांच नंबर डॉक्यूमेंट्स टी आपण मानकर रही नॉमिनी डिटेल्स रही परिवार रे जहा कुछ आपण नॉमिनी रखिया पई चाहुचंती ताकर आधार कार्ड रो मध्य आवश्यकता रही। यह सहित आपण मानकर गुरुत्वपूर्ण डॉक्यूमेंट्स मध्य रही से डॉक्यूमेंट्स बिना आपण मानकर लेबर कार्ड हेई परिबो नाही जोडा कि 90 दिन कार्य प्रमाण पत्र आपण मानकर आवश्यकता रही। एही 90 दिन कार्य प्रमाण पत्र आपण आनिबे केउटु आपण जोउटी काम करूथले सेही कॉन्ट्रैक्टर किंबा ग्राम पंचायत रो कार्यनिर्वाही अधिकारी ठारू एही प्रमाण पत्र आपण माने आनी परिबे। आपण माने लेबर कार्ड करिबा पई आपण माने कोउटी आवेदन करिवे जेमिति आपण मानकर यथा शीघ्र लेबर कार्ड टी हेइ जिवो। आपण ऑनलाइन माध्यम रे भी करि परिबे ऑफलाइन माध्यम रे भी करि परिबे। ऑनलाइन रो वेबसाइट रहिछि आपण मानकर निर्माण श्रमिक odisha.gov.in एही वेबसाइट रे आपण माने आवेदन करि परिबे। तापरे जदि आपण माने ऑफलाइन माध्यम रे आवेदन करिया पई चाहुचंती ताले आपण निकटस्थ जिला श्रम कार्यालय जोड़ा कि आपण मानकर डिस्ट्रिक्ट लेबर ऑफिस किंबा कॉमन सर्विस सेंटर सीएससी को जाई मध्य आपण आवेदन करि परिबे। आपण मानकू जोड़ा सुइटेबल लागुची सेही अनुसार आपण आवेदन करि परिबे। आपण आवेदन कला परे एक जांच प्रक्रिया मध्य रहिछि। एही जांच प्रक्रिया केमिति हेइताय देखंतु आपण आवेदन करिबा परे सेही फॉर्म टी स्थानीय डब्ल्यूईओ किंबा लेबर ऑफिसर को पाखकू जाए जोड़ा कि वेरिफिकेशन हबा पई सेमाने आपण मानकर 90 दिन काम एवं अन्यान्य दलील रो सत्यता मध्य जांच करिथांती। सबुठु गुरुत्वपूर्ण कथा हला आपण को ऑफिस को डाकी काम करिवार प्रमाण मध्य मगा जाए। आपण मानकर सबु किछि ठीक थिले आपण को एक रजिस्ट्रेशन नंबर मिले एवं डिजिटल किंबा फिजिकल कार्ड मध्य प्रदान करा जाए। एही लेबर कार्ड करिवा पई आपण मानकर केते टंका खर्च हबो देखंतु साधारणतः पंजीकरण पाई 20 टंका किंबा वार्षिक चांदा भावे किछि स्वल्प अर्थ देबाकू आपण मानकू पड़िथाय। समुदाय प्राय आपण मानकू 50 टंका रु 80 टंका भितरे टंका लागि थाए। सीएससी रे कले सेमानकर सर्विस चार्ज मध्य लागि थाए अधिक टंका मध्य समाने चार्ज करिथांती। जदि आपण माने सीधा सड़क ऑफिस को जाई करिवे आपण मानकर कम पैसा लागिवो।